एक्टिवेट କରିଦେଲେ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଦିଆଯିବ। ରାଜ୍ୟରେ ସୁଭଦ୍ରା ଟଙ୍କା ମିଳିବାକୁ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଲେ। ଯଦି ଆପଣମାନେ ଏହି ଯୋଜନାରେ ଆବେଦନ କରିଛନ୍ତି ଏପର୍ଯ୍ୟନ୍ତ ଟଙ୍କା ଆପଣମାନେ ପାଇନାହାନ୍ତି ତାହେଲେ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯାହାକି ଘୋଷଣା ହେଲା ପୁଣି କେବେ ଆପଣଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଆପଣମାନେ ଜାଣିଛନ୍ତି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ତୃତୀୟ ପର୍ଯ୍ୟାୟରେ ମିଳିସାରିଛି। ପ୍ରଥମ କିସ୍ତି ଟଙ୍କା ମିଳିନଥିବା ହିତାଧିକାରୀମାନେ ଚାହିଁ ବସିଛନ୍ତି ଚତୁର୍ଥ ପର୍ଯ୍ୟାୟର ଟଙ୍କା କେବେ ଆସିବ। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା ଜାରି କରିଛନ୍ତି। ମହିଳାମାନଙ୍କୁ ମାର୍ଚ୍ଚ 8ରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ମହିଳାମାନଙ୍କ ବିକାଶ ଦିଗରେ ଏହି ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଯାହାକି ସୁଭଦ୍ରା ଯୋଜନାରେ 80 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ ମଧ୍ୟ କରାଯାଇଛି। ଏହି ଯୋଜନାରେ କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ ନାହିଁ। ଯାହା ଚାଲିଛି ସର୍ଭେ। ତେବେ ଯୋଗ୍ୟ ହିତାଧିକାରୀଙ୍କୁ ନିଶ୍ଚିନ୍ତ ମିଳିବ ସୁଭଦ୍ରା ଟଙ୍କା। ଏହା ସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଦେଶ ପାଇଁ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଆତ୍ମବଳି ଆହୁତି ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ନଭେମ୍ବର 24 ତାରିଖ ସୁଦ୍ଧା 3 ପର୍ଯ୍ୟାୟରେ ଟଙ୍କା ବିତରଣ କରାଯାଇଛି। ତେବେ ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ମିଳିବ ବୋଲି ଯାହାକି କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ମଧ୍ୟ ଦେଇଥିଲେ। ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳୁଥିବା ବେଳେ ମାର୍ଚ୍ଚରେ ଆପଣମାନଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବାକୁ ଯାଉଛି। ଅର୍ଥାତ୍ ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ସୁଭଦ୍ରା ଯୋଜନାରେ ପାଇଛନ୍ତି ସେମାନେ ମାର୍ଚ୍ଚ ମାସରେ ଦ୍ୱିତୀୟ କିସ୍ତି ପାଇବାକୁ ଯାଉଛନ୍ତି। ଯାହାକି ପୁଣି ଥରେ ସେମାନଙ୍କୁ 5,000 ଟଙ୍କା ମିଳିବାକୁ ଯାଉଛି। ଏବେ ଜାଣି ରଖନ୍ତୁ ଏହି ଟଙ୍କା ପାଇବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଆପଣ EKYC ପ୍ରକ୍ରିୟାଟିକୁ ସମ୍ପାଦନ କରିନେବା ନିହାତି ଜରୁରୀ। ଯେଉଁମାନେ EKYC ପ୍ରକ୍ରିୟାକୁ ସମ୍ପାଦନ କରିନାହାନ୍ତି କି ଦ୍ୱିତୀୟ କିସ୍ତି ପାଇବାକୁ ଯାଉଛନ୍ତି କି ସେମାନଙ୍କର EKYC ପ୍ରକ୍ରିୟା ଫଲ୍ଟ ରହିଛି ସେମାନେ ପୁନଃ EKYC ପ୍ରକ୍ରିୟାକୁ କରିନିଅନ୍ତୁ। ଯାହା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଏହି ସମୟରେ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ NPCI ଫେଲ୍ ହୋଇଯାଇଛି ତାହେଲେ ନିକଟସ୍ଥ ବ୍ୟାଙ୍କକୁ ଯାଇ ଆପଣଙ୍କର NPCI କ୍ଲିୟରାନ୍ସ କରିପାରିବେ। ଏହାର ସମୟ ସୀମା ରହିଛି ଜାନୁଆରୀ 29-30।